ପାକିସ୍ତାନର ମହମ୍ମଦ ଜିନ୍ନାତ ତାଙ୍କ ନେତୃବର୍ଗ ଭାରତକୁ ବିଖଣ୍ଡିତ କରିବା ପାଇଁ ଜିଦ୍ ଧରିଥିଲେ। ଏ ସମ୍ପୂର୍ଣ୍ଣ ଖବରକୁ ଟିକେ ଆଜି ଜାଣନ୍ତୁ, କେବେ ଜାଣିବାକୁ ପାଇନଥିବେ। ଯଦି ଆଜି ଏହି ଭିଡ଼ିଓ ଏ ଖବର ଟିକେ ଛାଡ଼ୁଛନ୍ତି ଆଉ ଜାଣିବେ କେଉଁଠୁ ଯେ ଆଜି ଅବସରପ୍ରାପ୍ତ ହାଇସ୍କୁଲ ଶିକ୍ଷକ ଗୋବିନ୍ଦ ଚନ୍ଦ୍ର ସାହୁ ଯାହା କହିବେ ଯେ ବାଂଲାଦେଶ କେବେ ସ୍ୱାଧୀନ ହେଲା ସେଇଦିନ ଠାରୁ ଟିପ୍ପଣୀ କରି ରଖିଛନ୍ତି। ଆଜି ଯାହା ଜଣେଇବେ ଯାହା କହିବେ ଆପଣ ନିହାତି ଜାଣିବା ଆବଶ୍ୟକ। ଆସନ୍ତୁ ସମ୍ପୂର୍ଣ୍ଣ ଖବର ଉପରେ ଟିକେ ନଜର ପକାଇବା। ଯେତେବେଳେ ଆମର ବିଜୟଲକ୍ଷ୍ମୀ ପଣ୍ଡିତ ନେହେରୁଙ୍କ ଭଉଣୀ ଥିଲେ ନା ଜାତିସଂଘର ସଭାନେତ୍ରୀ, ଆଉ ସେ ତାଙ୍କ ଜରିଆରେ ଜାତିସଂଘ ଜରିଆରେ କାଶ୍ମୀର ସମସ୍ୟାର ସମାଧାନ ହେବ ଆଲୋଚନା ସୂତ୍ରରେ ସ୍ଥିର କରାଗଲା। ଯାହାଫଳରେ ସେ ଗୋଟିଏ ଦୋଷ ରହିଲା। ମୋ ନାଁ ଗୋବିନ୍ଦ ଚନ୍ଦ୍ର ସାହୁ, ମୁଁ ଅବସରପ୍ରାପ୍ତ ହାଇସ୍କୁଲ ଶିକ୍ଷକ। ମୁଁ ଏଇ ଜାରକାରେ ଅବସ୍ଥାନ କରୁଛି। ଧର୍ମଶାଳା ସାହିତ୍ୟ ସମାଜ ଏବଂ ସତ୍ୟସାଇ ସେବା ସମିତି ସହିତ ସଂଶ୍ଳିଷ୍ଟ ଅଛି। ମୁଁ ଏ ବହି ମୋର ମାନସ ପ୍ରସନ୍ନ ବାଂଲାଦେଶ ଯେବେ ସ୍ୱାଧୀନ ହେଲା ସେଥିରେ ସେଇଦିନ ମୁଁ ସେ ବାଂଲାଦେଶ ଉଦ୍ଦେଶ୍ୟରେ ଗୋଟେ କବିତା ଲେଖିଥିଲି, ଯେଉଁଟାକି ଏଠାରେ ମୁଁ ପାଠ କଲି। ଆମ ଦେଶ ହେଉଛି ଧର୍ମ ନିରପେକ୍ଷ ରାଷ୍ଟ୍ର, କିନ୍ତୁ ଭାରତ ସ୍ୱାଧୀନତା ସମୟରେ ଯେଭଳି ଭାବରେ ଆମର ପାକିସ୍ତାନ ମହମ୍ମଦ ଅଲି ଜିନ୍ନା ତାଙ୍କ ନେତୃବର୍ଗ ଭାରତକୁ ବିଖଣ୍ଡିତ କରିବା ପାଇଁ ଜିଦ୍ ଧରିଲେ, ଯାହାଫଳରେ ଗାନ୍ଧୀ ତାକୁ ସମର୍ଥନ କଲେ ଏବଂ ଶେଷକୁ ଭାରତ ବିଭାଜନ ହେଲା। ଭାରତ ତିନି ଭାଗରେ ବିଭକ୍ତ ହେଲା। ଭାରତ ଏବଂ ପାକିସ୍ତାନ, ପୂର୍ବ ପାକିସ୍ତାନ, ପଶ୍ଚିମ ପାକିସ୍ତାନ, ଏ ଦୁଇଟି। ତାପରେ ଗୋଟିଏ ବଡ଼ ଅସୁବିଧା ରହିଲା। ସେତେବେଳେ ଥିଲେ କୁମାର ମଙ୍ଗଳମ୍ ସେନାପତି, ଭାରତର ସେନାପତି, ସେନାଧ୍ୟକ୍ଷ। ସେ ଚାହୁଁଥିଲେ କାଶ୍ମୀରକୁ ସମ୍ପୂର୍ଣ୍ଣ ଭାରତରେ ମିଶାଇବା ପାଇଁ, କିନ୍ତୁ ସେତେବେଳେ ଆମର ବିଜୟଲକ୍ଷ୍ମୀ ପଣ୍ଡିତ ନେହେରୁଙ୍କ ଭଉଣୀ ଥିଲେ ନା ଜାତିସଂଘର ସଭାନେତ୍ରୀ, ଆଉ ସେ ତାଙ୍କ ଜରିଆରେ ଜାତିସଂଘ ଜରିଆରେ କାଶ୍ମୀର ସମସ୍ୟାର ସମାଧାନ ହେବ ଆଲୋଚନା ସୂତ୍ରରେ ସ୍ଥିର କରାଗଲା। ଯାହାଫଳରେ ସେ ଗୋଟିଏ ଦୋଷ ରହିଲା, ଯେଉଁଟାକି କାଶ୍ମୀର ସବୁବେଳେ ବିଭେଦ ସୃଷ୍ଟି ହେଉଛି। କାଶ୍ମୀର ଲାଗି ଗୋଟିଏ ଯେଉଁଟାକି ଭାରତ ଏବଂ ପାକିସ୍ତାନ ଭିତରେ ସବୁବେଳେ ଚାଲିଛି। ପାକିସ୍ତାନ ସବୁବେଳେ ଉଗ୍ରପନ୍ଥୀମାନଙ୍କୁ ପଠାଇକରି ଭାରତୀୟମାନଙ୍କୁ, ଭାରତର ସୁରକ୍ଷା ବାହିନୀକି ସବୁ ନିର୍ଦ୍ଦୟରେ ହତ୍ୟା କରୁଛନ୍ତି। ଏମିତି ସବୁ ସମ୍ବାଦପତ୍ରରେ ସବୁ ବାହାରୁଛି, ଯେଉଁଟାକି ଇଏ ହିନ୍ଦୁ ମୁସଲିମ ଇଏ ସ୍ୱତନ୍ତ୍ର ଧର୍ମ, ଇଏ ପରସ୍ପର ମିଳିମିଶି ଚଳିବା କଥା। କିନ୍ତୁ ହିନ୍ଦୁ, ଇସଲାମ, ଶିଖ, ईसाई सब हमारे भाई भाई, कि हम किसको राह करेंगे, सब हम मिलजुल कर रहेंगे। ये ଗାନ୍ଧୀଜୀଙ୍କର ଯେଉଁ ଇଏ ଥିଲା, କିନ୍ତୁ ତାକୁ କେହି ମାନୁନାହାନ୍ତି। ଯାହାଫଳରେ ହିନ୍ଦୁ ଏବଂ ମୁସଲିମ ଭିତରେ ସବୁବେଳେ ରାଇଟ୍ ଚାଲିଛି। ନୂଆଖାଲିରେ ଭାରତ ସ୍ୱାଧୀନତା ପରେ ଯେତେବେଳେ ପାକିସ୍ତାନ ଡିଭିଜନ ହେଲା, ସେତେବେଳେ ନୂଆଖାଲିରେ ଯେଉଁ ପ୍ରକାର ହତ୍ୟାକାଣ୍ଡ ଘଟିଲା, ଯେଉଁ ପ୍ରକାର ମୁସଲିମ ହିନ୍ଦୁ ରାଇଟ୍ ହେଲା, ସେଥିରେ ମହାତ୍ମା ଗାନ୍ଧୀ ପଦବ୍ରଜରେ ଚାଲି ଶାନ୍ତି ରକ୍ଷା କଲେ। ଇଏ ରଘୁପତି ରାଘବ ରାଜାରାମ, ପତିତ ପାବନ ସୀତାରାମ। ଆମର ସେତେବେଳେ ତତ୍କାଳୀନ ଇଏ ନବକୃଷ୍ଣ ଚୌଧୁରୀଙ୍କ ସ୍ତ୍ରୀ ମାଳତୀ ମଧ୍ୟ ସେ ବଙ୍ଗାଳୀ ଥିଲେ। ସେ ଯାଇକି ବଙ୍ଗଳାରେ ଭାଷଣ ଦେଇ ବଙ୍ଗାଳୀମାନଙ୍କୁ ଶାନ୍ତ କଲେ ମୁସଲିମ, ଯାହାଫଳରେ ଏ ନୂଆଖାଲି ଗଣ୍ଡଗୋଳ ଶାନ୍ତ ହେଲା। ହିନ୍ଦୁ ମୁସଲିମ ଭିତରେ ଯେଉଁ ହଣାକଟା ଲାଗିଥିଲା, ସାଂଘାତିକ ଅତି ବିଭୀଷିକା କାମ ଚାଲିଥିଲା। କିନ୍ତୁ ଯାହା ହେଉ ମହାତ୍ମା ଗାନ୍ଧୀ ଏବଂ କେତେ ନେତୃବର୍ଗଙ୍କ ଦ୍ୱାରା ନୂଆଖାଲି ଯେଉଁ ରାଇଟ୍, ହିନ୍ଦୁ ମୁସଲିମ ରାଇଟ୍ ଶାନ୍ତ ହେଲା।